ଡିକି ଭାଙ୍ଗି ଭର୍ତ୍ତା ଟଙ୍କା ଲୁଟ୍। କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ଅଧୀନସ୍ଥ କୋଲଣପୁର ପଞ୍ଚାୟତର ସରପଞ୍ଚ ଗୋପବନ୍ଧୁ ସେଠୀ ଶୁକ୍ରବାର ମଧ୍ୟାହ୍ନରେ ବ୍ୟାଙ୍କରୁ ଟଙ୍କା ଉଠାଇ ଗୋଟିଏ ବ୍ୟାଗରେ ପୁରେଇ ସ୍କୁଟି ଡିକିରେ ରଖି ପଞ୍ଚାୟତ ଅଫିସ ଫେରିଥିଲେ। ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁପ୍ରଭା ରାଉତରାୟ କୋଲଣପୁର ସରପଞ୍ଚଙ୍କୁ ପାଟପୁର ଛକଠାରେ ଥିବା ବ୍ୟାଙ୍କରୁ ଟଙ୍କା ଉଠାଇ ଦେଇଥିଲେ ଏବଂ କେନ୍ଦୁପାଟଣା ପଞ୍ଚାୟତର ଭର୍ତ୍ତା ଟଙ୍କା ଧରି ସେ ଯାଇଥିଲେ ବଣ୍ଟନ କରିବା ପାଇଁ। ସରପଞ୍ଚ ଗୋପବନ୍ଧୁ ସେଠୀ 4,70,000 ଟଙ୍କା ଭର୍ତ୍ତା ପାଇଁ ଓ ନିଜର 20,000 ଟଙ୍କା ସହ ଡିକିରେ ରଖି ଆସିଥିଲେ ପଞ୍ଚାୟତ ଅଫିସକୁ। ବାହାରେ ସ୍କୁଟି ରଖି ନିଜ କାର୍ଯ୍ୟାଳୟରେ ବସି ପାଣି ପିଇ ସାରି ଆସି ଦେଖିବାରୁ ଡିକିରେ ଟଙ୍କା ନାହିଁ। ଏତେ କମ୍ ସମୟ ଭିତରେ ଘଟଣା ଘଟିଗଲା ଯେ ବିଶ୍ୱାସ କରିବା ଅସମ୍ଭବ। ଟଙ୍କା ବ୍ୟାଗ ସହିତ ସରପଞ୍ଚଙ୍କ ଆଧାର କାର୍ଡ, ପ୍ୟାନ୍ କାର୍ଡ, ବ୍ୟାଙ୍କ ପାସବୁକ୍, ପଞ୍ଚାୟତ ଷ୍ଟାମ୍ପ ସିଲ୍ ଏବଂ ଅନ୍ୟାନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ସେହି ବ୍ୟାଗ ରହିଥିବା ପ୍ରକାଶ କରିଛନ୍ତି। ସରପଞ୍ଚଙ୍କ ଅଭିଯୋଗ ପରେ ସାଲେପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଦ୍ୟାବଧି ଚୋରର କୌଣସି ସନ୍ଧାନ ମିଳିପାରି ନାହିଁ। ଅପରପକ୍ଷେ ପଞ୍ଚାୟତରେ ଲାଗିଥିବା ସିସି କ୍ୟାମେରା କଏଦ ଥିବା ଚିତ୍ର କହୁଛି 3 ଜଣ ଯୁବକ ବେକରେ ପରିଚୟ ପତ୍ର ପକାଇବା ସହ ମୁହଁରେ କପଡ଼ା ବାନ୍ଧି ଟୋପି ଲଗାଇ ଡିକି ଭାଙ୍ଗି ଟଙ୍କା ନେଇଥିବା ଜଣାପଡ଼ିଛି। ଅଧିକ ତଦନ୍ତ ଜାରି ରଖିଛି ପୋଲିସ। କଟକରୁ ଦେବୀଦତ୍ତ ଶିବପ୍ରସାଦ ନାୟକଙ୍କ ରିପୋର୍ଟ, ଆପଣଙ୍କ ଖବର। अधिक खबर पाई आम चैनल को लाइक, शेयर और सब्सक्राइब करंतु।